ସାନ୍ଧ୍ୟ ପାର୍ଶ୍ଵକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟ ହେଲା 1981 ମସିହା ଅଗଷ୍ଟ ମାସର ନବଜ୍ୟୋତିର ସମ୍ପାଦକୀୟ ଆଲୋଚନା। ଅଗଷ୍ଟ 15 ଶ୍ରୀ ଅରବିନ୍ଦଙ୍କ ଜନ୍ମ ଦିବସରେ ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହେଲା। ଶ୍ରୀ ଅରବିନ୍ଦଙ୍କ ଜନ୍ମ ଦିବସରେ ଭାରତ ସ୍ୱାଧୀନତା ଲାଭ କରିଥିବା ଏକ ଆକସ୍ମିକ ବା କାକତାଳୀୟ ଘଟଣା ନୁହେଁ। କାକତାଳୀୟ ଘଟଣା ନୁହେଁ ଅର୍ଥ ହେଉଛି এটা ହେଉ ହେଉ ହେଇଯାଇନି। ହେଉ ହେଉ ହେଇଯାଇନି, ଗୋଟେ ଭଲ ଡେଟ୍ ଦେଖି କାଢ଼ କେଉଁ ଦିନ ଶ୍ରୀଅରବିନ୍ଦ କହନ୍ତି ସେ କଥା। ଏଇଟା କାକତାଳୀୟ ନୁହେଁ, ଏଇଟା ଆଉ ଗୋଟେ ଜାଗାରେ କୋଉଠି ସିଦ୍ଧାନ୍ତ ହେଇଛି। ସ୍ୱାଧୀନତା ଦିବସ ବାର୍ତ୍ତାରେ ଶ୍ରୀଅରବିନ୍ଦ ଉଲ୍ଲେଖ କରିଛନ୍ତି, ଅଗଷ୍ଟ 15 ମୋର ଜନ୍ମଦିନ। ସ୍ୱାଭାବିକ ରୂପେ ମୋ ପକ୍ଷରେ ଏହା ଏକ ଆନନ୍ଦର ଦିନ, କାରଣ ଏହି ଦିନଟି ଅର୍ଜନ କରିଛି ଏକ ଗୂଢ଼ତର ଅର୍ଥ। ଏହି ଯୋଗାଯୋଗକୁ ମୁଁ ଏକ କାକତାଳୀୟ ଘଟଣା ବୋଲି ଗ୍ରହଣ କରେ ନାହିଁ, ବରଂ ମନେ କରେ ଯେଉଁ ଭଗବତ ଶକ୍ତିଙ୍କ ପରିଚାଳନାରେ ମୋର କର୍ମଜୀବନ ଆରମ୍ଭ ହୋଇଥିଲା, ଯାହାର ପୂର୍ଣ୍ଣ ଫଳୋଦ୍ଗମର ସମୟ ସମାଗତ, ତାହା ଆଜି ତାଙ୍କର ସ୍ୱୀକୃତି ଓ ସମର୍ଥନ ଲାଭ କରିଛି। ବାସ୍ତବରେ ଏହି ଦିବସରେ ମୁଁ ବିଶ୍ୱ କ୍ରିୟାବଳୀକୁ ଲକ୍ଷ୍ୟ କରୁଛି ଏବଂ ଯାହା ସବୁ ମୋ ଜୀବନକାଳ ମଧ୍ୟରେ ସଫଳ ହେବ ବୋଲି ବିଶ୍ୱାସ କରୁଥିଲି, ସେଗୁଡ଼ିକ ଯଦିଓ ସେତେବେଳେ ଦିବା ସ୍ୱପ୍ନ ଭଳି ବୋଧ ହେଉଥିଲା, ଆଜି କିନ୍ତୁ ଲକ୍ଷ୍ୟ କରୁଛି ସେସବୁ ସଫଳ ହେବାକୁ ଯାଉଛି ଅଥବା ସଫଳତା ପଥରେ ଗତି କରୁଛି। ଏହିସବୁ କ୍ରିୟାଧାରା ମଧ୍ୟରେ ସ୍ୱାଧୀନ ଭାରତ ଏକ ବିଶାଳ ଭୂମିକା ଗ୍ରହଣ କରିପାରେ କିମ୍ବା ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଇପାରେ। ଏ ହେଉଛି ଏହାର ସ୍ୱତନ୍ତ୍ରତା। ଶ୍ରୀଅରବିନ୍ଦ ଯେବେଠୁ ତାଙ୍କର କାର୍ଯ୍ୟ ଆରମ୍ଭ କରି ଯୋଗ ସାଧନା ଆରମ୍ଭ କରିଛନ୍ତି ଏବଂ ଭାରତର ସ୍ୱାଧୀନତା ପାଇଁ ହିଁ ହେଉଛି ଫଳୋଦ୍ଗମର ସମୟ। ଫଳୋଦ୍ଗମ ସମୟ ମାନେ ଫଳ ମିଳିବାର ସମୟ ଆସିଗଲା, ସମାଗତ। ଆଜି ସେ ସ୍ୱୀକୃତି ଓ ସମର୍ଥନ ଲାଭ କଲା। ଭାରତର ସ୍ୱାଧୀନତା ପାଇଁ ଶ୍ରୀଅରବିନ୍ଦଙ୍କର ଯେଉଁ ତପସ୍ୟା, ଯେଉଁ ସାଧନା, ସେ ସ୍ୱୀକୃତି ଲାଭ କଲା। ଅଗଷ୍ଟ 15ରେ ତପସ୍ୟା କରିଥିଲେ, ତାଙ୍କ ଜନ୍ମଦିବସରେ ହେଲା କାକତାଳୀୟ ଯୁଦ୍ଧ। ଯେଉଁ ଭଗବତ ଶକ୍ତିଙ୍କ ପରିଚାଳନାରେ ମୋର କର୍ମଜୀବନ ଆରମ୍ଭ ହୋଇଥିଲା, ସେ ଭଗବତ ଶକ୍ତିଙ୍କ ପ୍ରରୋଚନାରେ ବା ପରିଚାଳନାରେ ତାଙ୍କର କର୍ମଜୀବନ ଆରମ୍ଭ ହୋଇଥିଲା, ସେ ଏଇଠି ତାଙ୍କୁ ଫଳ ମିଳିଲା। ଏହି ହେଉଛି ତାଙ୍କ ରେଜଲ୍ଟ। ତାପରେ କହିଲେ, ଏଇ ଦିବସରେ ମୁଁ ବିଶ୍ୱ କ୍ରିୟାବଳୀକୁ ଲକ୍ଷ୍ୟ କରୁଛି, ପୃଥିବୀରେ ଯାହା ଯାହା ଘଟଣା ହେଉଛି ଲକ୍ଷ୍ୟ କରୁଛି ଏବଂ ଯାହା ସବୁ ମୋ ଜୀବନ କାଳ ମଧ୍ୟରେ ସଫଳ ହେବ ବୋଲି ମୁଁ ବିଶ୍ୱାସ କରୁଥିଲି, ସେଗୁଡ଼ିକ ଯଦିଓ ସେତେବେଳେ ଦିବା ସ୍ୱପ୍ନ ଭଳି ବୋଧ ହେଉଥିଲା। ବିଶ୍ୱାସ ତ କରୁଥିଲେ କିନ୍ତୁ ଲାଗୁନଥିଲା ଏତେ ସହଜ ବୋଲି। ଦିବା ସ୍ୱପ୍ନ ମାନେ କ'ଣ? ଦିବା ସ୍ୱପ୍ନ ମାନେ ଯେଉଁଟା ଆଶା କରାଯାଇପାରେନି। ଦିନରେ ସ୍ୱପ୍ନ ଦେଖିବା ଯାହା, ସେ ଦିବା ସ୍ୱପ୍ନ ଭଳି ଲାଗୁଥିଲା। ଆଜି କିନ୍ତୁ ଲକ୍ଷ୍ୟ କରୁଛି ସେସବୁ ସଫଳ ହେବାକୁ ଯାଉଛି ଅଥବା ସଫଳତା ପଛରେ ଗତି କରୁଛି। ଇଏ ହେଉଛି ଶ୍ରୀଅରବିନ୍ଦଙ୍କର ଜନ୍ମଦିବସର ତାତ୍ପର୍ଯ୍ୟ ଏବଂ ଜନ୍ମଦିବସରେ ସ୍ୱାଧୀନତା ପ୍ରାପ୍ତି ଭାରତ, ଏଇଟା ତାତ୍ପର୍ଯ୍ୟ। ଏହିସବୁ କ୍ରିୟାଧାରା ମଧ୍ୟରେ ସ୍ୱାଧୀନ ଭାରତ ଏକ ବିଶାଳ ଭୂମିକା ଗ୍ରହଣ କରିପାରେ କିମ୍ବା ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଇପାରେ। ବିଶାଳ ଭୂମିକା ଗ୍ରହଣ କରିପାରେ। ଏଇ ଯେଉଁ କ୍ରିୟାଧାରା ସମଗ୍ର ପୃଥିବୀର କ୍ରିୟାବଳୀ, ସେଥିରେ ଭାରତର ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ଏବଂ ଭାରତର ନେତୃତ୍ୱ ନେଇପାରେ। ଆମେ ପିଲାଙ୍କୁ ପଚାରୁ, ଭାରତର ସ୍ୱାଧୀନତା ଦିବସରେ ଶ୍ରୀଅରବିନ୍ଦଙ୍କ ଜନ୍ମଦିବସ ପଡ଼ିଲେ ନା ଶ୍ରୀଅରବିନ୍ଦଙ୍କ ଜନ୍ମଦିବସରେ ଭାରତ ସ୍ୱାଧୀନତା ପ୍ରାପ୍ତ ହେଲା? এইଭଳି କୌଣସି ଘଟଣାରେ ମାଆଙ୍କ ପାଖକୁ ଆସିଥିଲା ଘଟଣା, ମା ତାକୁ କାଟିଦେଲେ, ମନା କଲେ। କହିଲେ କ'ଣ ହେଲା, ଶ୍ରୀଅରବିନ୍ଦଙ୍କ ଜନ୍ମଦିବସ ଭାରତ ସ୍ୱାଧୀନତା ଦିବସରେ ପଡ଼ିଛି। ଭାରତ ସ୍ୱାଧୀନତା ହେଲା କେବେ ଏବଂ ଶ୍ରୀଅରବିନ୍ଦ ଜନ୍ମଦିବସ କେବେ? ଶ୍ରୀଅରବିନ୍ଦ କେବେ ଜନ୍ମ ହୋଇଥିଲେ, ଭାରତ ସ୍ୱାଧୀନ କେବେ ହେଲା ଏବଂ ଭାରତର
स्वाधीनता दिवस को भगवान अटकई रखी 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 श्री अरविंद जन्मदिन में भारत को स्वाधीन कले, कारण से ही प्रकृत स्वाधीनता संग्रामी कह श्री अरविंद जे स्वराज्य प्रथम दाबी करते भारत स्वराज दाबी स्वराज यही कथा को आम कहीपर प्रकृत गुरुत्वपूर्ण किए एवं श्री अरविंद कहती जे भारत जो स्वाधीन है तार बहुत बड़ दायित्व बर्तमान आसला। पृथ्वीर राष्ट्रगोष्ठी मध्य भारत भूमिका स्वतंत्र गुरुत्वपूर्ण जेते जेते राष्ट्रगोष्ठी अच्छा भर भारत भूमिका स्वतंत्र एवं गुरुत्वपूर्ण। विवर्तन परवर्ती पावच्छे मनुष्य जो पूर्णांग अभ्युत्थान संगठित हेब से कार्य भारत पथ प्रदर्शक हेब हुए तो दिशारी गुरुतुल्य कार्य कर मानव समाज आउ एक पावच्छे मनुष्य जो पहुँच जो पावच्छ अच्छी से पावच्छ उच्चतर पावच्छ को जीव जहाँ पूर्णांग अभ्युत्थान घट से कार्य भारत पथ प्रदर्शक हेब हुए तो भारत नेतृत्व नब पथ प्रदर्शक बाट देखेब किंबा गुरुतुल्य कार्य कर इंडिया विल बी द गुरु। आम जानी 5टी स्वप्न ये स्वप्न अच्छे भारत ही गुरु हो पृथ्वी। भारत हाथ में न्यस्त अच्छे एक महत्तर कर्तव्य भारत हाथ में एक महत्तर कर्तव्य न्यस्त अच्छी बहुत बड़ दायित्व न्यस्त अच्छी। भारत ही राष्ट्रगोष्ठी मध्य एक महान आध्यात्मिक प्रेरणा तपबल और ऐश्वर्यर अधिकारी। भारत ही राष्ट्रगोष्ठी मध्य एक महान आध्यात्मिक प्रेरणा तपबल और ऐश्वर्यर अधिकारी। से सबू को अन्य माने देखिए तपबल तपस्यार फल भारत पाखे ऐश्वर्य अच्छी आध्यात्मिक ऐश्वर्य एवं आध्यात्मिक प्रेरणा ये सब भारत हाथ में अच्छी। पृथ्वीर विभिन्न राष्ट्र विभिन्न विभव ऐश्वर्य रही मात्र भारतवर्ष समस्त सबू राष्ट्र विभिन्न प्रकार ऐश्वर्य अच्छी कार कौन अच्छी ऐश्वर्य ये विज्ञान ने किए अर्थ रे किए शिल्प रे किए आउ कौन सब विभिन्न प्रकार ऐश्वर्य समस्त भरपूर मात्र भारत को भारतवर्ष आबहमान काल एक विशेष आलोक और शक्तिर अधिकारी यही गोटिक क्या पाखे ना एक आध्यात्मिक आलोक और आध्यात्मिक शक्ति मुनि ऋषि मानकर आविर्भाव भारतवर्ष अतीत बहुत उज्जवल अतीतर थिला बहुत उज्जवल समय सब ये आबहमान काल बहुत दिन भारत एक विशेष आलोक और शक्तिर अधिकारी। यही देश में नाना झड़ झंझा विपद आपद विदेशी आक्रमण दारिद्र्य अभाव अनाटन मध्य अक्षत अम्लान वस्तु रूपे संचित हो रही भारतवर्ष से सामर्थ्य। भारतवर्ष अनेक झड़ झंझा अनेक प्रकार उत्थान पतन होते भारतवर्ष चारि विपद आपद विदेशी आक्रमण खाली गोटे थर नु अनेक थर विदेशी आक्रमण दारिद्र्य अभाव अनाटन मध्य अक्षत अम्लान वस्तु रूपे संचित हो रही आम जाचु प्रभु श्री जगन्नाथ को भांगी देवाई नहीं पोड़ी देवाई केते प्रकार व्यवस्था कराई मुसलमान मैंने आसी आक्रमण करमती करते सोनपुर रे केते दिन रहिले पाताली रे तापरे चिलिका भितर गोटे टापू सेठी किसी दिन नहीं रखा एते चेष्टा करी श्री जगन्नाथ को ध्वंस करदे नाश करदे मूर्खामी छड़ा किसी नहीं। बर्तमान श्री जगन्नाथ सेमती अच्छा लक्ष लक्ष समग्र पृथ्वी लक्ष लक्ष व्यक्ति दर्शन कर नष्ट करदे भांगी देवाई अनेक चेष्टा कराई अनेक उत्थान पतन भितर एवं अक्षत अम्लान वस्तु रूपे संचित हो रही भारतवर्ष जदि बंची रही
ଏହା ହିଁ ତାର एकमात्र उद्देश्य। भारत जदि एबे भी तिष्ठित एबे भी अच्छी जीवंत एवं शक्ति भरपूर तार कारण तार आवश्यकता होची पृथ्वी की यही मार्गदर्शन दब पृथ्वी की पृथ्वीर गुरु हम ताको आध्यात्मिक आलोक देखेब भारतवर्ष यही हुई तार लक्ष्य। पृथ्वी एक नवीन मानव जीवनधारा और नवीन जुग आने देश सहायक हो आ कौन हम गोटे नूतन मानव जाति नूतन मानवर जीवनधारा और नूतन जुग ए आने देश सहायक हो। भारतर भूमिका अन्य माने कहीं करें अरण मानकर से प्रकार सामर्थ्य नहीं से सामर्थ्य नहीं तांकर से जो गढ़ा है भूमि नहीं भित्ति नहीं भूमि नहीं तापर से ठिया ही ना भारत जो भित्तिभूमि पर ठिया है तार से ही हूँ तार दायित्व सी हूँ तार लक्ष्य। यही कथा भारत वर्ष अकल से चिंता कले विश्वास कर सब कर कथा जाए कहतु तो कौन पाश्चात्य देश की आउ कौट जाए कहतु आम आध्यात्मिक गुरु हवा समग्र पृथ्वीर लोक हसवे से गुड़ा कहीं आम हवा यूरोपियन कंट्रीज जातु कि अमेरिका जातु कि से भाया वेस्टर्नाइज जिते कंट्री वेस्टर्नाइज कहीं ईस्टर्न सब कंट्री जातु भारत छड़ा जो भी जातु यही कथा यदि कहवा से कहे तुम और देश भारत समग्र पृथ्वी की आध्यात्मिक मार्गदर्शन करेब आध्यात्मिक गुरु हम से कहे से सब किसी आम लोड़ा नहीं आम से विषय जानू आम धार धारिनु आध्यात्मिक फाध्यात्मिक किसी नुह आम विज्ञान कारीगरी कौशल कंप्यूटर यही सब जहाँ आम करवा कथा करूँ से विषय जदि क्या मार्गदर्शन करने कथा कर बर्तमान अवश्य से सब मार्गदर्शन भारत वर्ष आसगला तार कारण हूँ आध्यात्मिक शक्ति हूँ असल आध्यात्मिक शक्तिर जी अधिकारी हम ता भर ये सब स्वाभाविक रूप आस अन्य वस्तु सब एत सहज कष्ट नुह से सब आसवाई आध्यात्मिक शक्ति ही मार्ग देखिए। 1908 मसीह श्रीअरविंद लिखिले जुग जुगर भारत मृत नुहे जुग जुगर भारत मृत नुहे कि से तार अंतिम सृजन बाणी प्रकाश कर सारी नुहे लास्ट आर्टिकल लेखा सरी आर्टिकल नहीं लास्ट वॉल्यूम बाहर सारी वॉल्यूम नहीं भारत वर्ष से कम है से जेते जुग जुग धरी जहाँ से कही चली कथा सरी नहीं भारतवर्ष जहाँ कहवा कथा विश्व को से कथा सरी नहीं तार अंतिम सृजन बाणी प्रकाश कर सारी नुहे तार आहरी तार सृजन बाणी अच्छी आहरी अनेक अच्छी एवं भारत डेड नुह भारत मृत नुहे पूर्ण जीवंत से जीवंत और निजपाई तथा मानव समाज पाई तार किछि करिवार अच्छी से बाणी मुझे कहूँ जीवंत जीवंत अर्थ हूँ भारतवर्ष समग्र विश्व संपर्क जहाँ कर सी कथ करने तार जो असीम सामर्थ्य शक्ति दरकार से भरपूर होती जीवंत माने जो लाइफ एंड डेथ कहे से जीवंत नुह से मृत नुह से जीवंत नुह जीवंत हूँ एक भरपूर शक्ति सामर्थ्य पूरा लाइफ लिविंग लिविंग पूरा जीवंत से कह जाए एवं वर्तमान भारत जाग्रत होगापी जो आदर्श संधान करने इंग्राजी भावापन्न प्राच्य मानव नुहे आम भीतर गोटे स्वाभाविक दुर्बलता अच्छी गोटा इंग्लीश साहब को देखीदे आम जाना है कौन ओहो केते बड़टा हो फोस फास कर इंग्लीश कहदे आम होगा गोटे बहुत विशेष कि विदेश पाठ पढ़ी जो जन की आसी देखो से निजे विदेश पाठ पढ़ी आसछन्ति किंतु पाश्चात्य भावापन्न एक इंग्राजी भावापन्न प्राच्य मानव नुहे प्राच्य अर्थात
आमर यही पूर्व देश मान पाश्चात्य देश न पूर्व प्राच्य देश मानकर जड़े जदि इंग्राजी भावापन्न छात्र हम सी नुह इंग्लीश रे बहुत बेसी पांडित्य ज्ञान अच्छे इंग्राजी ज्ञान बा से भाया से भाई प्राच्य मानव नुहे आमर इंग्राजी भावापन्न इंग्राजी भावापन्न ने इंग्राजी लोक मानकर भाव को जी ग्रहण करे आज जड़े भद्रलोक कहते ये भारतीय को आहरी 1000 वर्ष पराधीन हबार थिला कौटू आइले हठात आहरी 1000 वर्ष पराधीन होता श्रीअरविंद कौन करते श्रीअरविंद कौन पर आसते कारण मानुना जो कौन गाइडलाइन किसी मानुना सोशल डिस्टेंस मानुना करना तो जी शासन कर सी तो आगे जाता आम भर गोटे केमी दुर्बल मुहूर्त हठात भावी दो सेटा भल थिला एबे एबे जो मान धरतु 85-90 वर्षर जो वयस्क व्यक्ति मैंने अच्छा से ब्रिटिश शासन में किसी दिन बेस अच्छा से ब्रिटिश शासन बेले से कहे से बेल कौन अच्छी से जो ब्रिटिश शासन में जो बेल थिला से बेल ना कहीं कौन बेल दरकार मुग बड़ फल हर डाली दरकार से मिलूला चाउल टंकार 25 सेर मिलूला से ब्रिटिश शासन भल था आउ जब टे बढ़े कहे आम कौन ट्रेन देखी था आज जाए मुझे कहली भाई जो जो जगह ट्रेन चली सबुठ ब्रिटिश शासन करूला जो जो देश में ट्रेन सब चलुची ट्रेन कौन ट्रेन आहरी कहीं केते गुण अधिका ट्रेन चलती कौन सब ब्रिटिश शासन कर ट्रेन आनी आमर जो दुर्बलता ब्रिटिश शासन भल था तेणु से भावापन्न जो छात्र पाठ पढ़ ब्रिटिश शासन को प्रशंसा करमती जड़े कहीं आम दरकार नहीं पाश्चात्यर आज्ञाधीन छात्र नुहे प्राच्य भाव इंग्राजी भावापन्न प्राच्य मानव नुहे कि पाश्चात्यर आज्ञाधीन छात्र नुहे पाश्चात्य देश मानक से ओबिडिएंट स्टूडेंट सेठिकार बहुत भल ज्ञान अर्जन कर एवं पाश्चात्यर सफलता और विफलतार भाग्य चक्र को पुनरावृत्ति कर चलवा सकाशे विधि निर्दिष्ट नुहे भारतवर्ष श्रीअरविंद कहते पाश्चात्यर सफलता और विफलतार भाग्य चक्र केतबेले सफलता है विफलता है ताकू आनी एठी पुणी पुनरावृत्ति करने भारतवर्ष से सकाशे से भारतवर्ष विधि निर्दिष्ट नुहे बरं अद्यापि ताहार प्राचीन स्मरणातीत शाश्वत शक्तिर गभीरतम आत्मा पुनरुत्थान होउची चमत्कार लाइन देखु अद्यापि एवं ताहार प्राचीन स्मरणातीत अतीत स्मरण पूर्व स्मरण अतीत शाश्वत शक्तिर भगवत शक्तिर गभीरतम आत्मा जो आत्मा गभीरतम आत्मा भगवान शक्ति जो आत्मा जी की अतीत स्मरण बाहर चली तार पुनरुत्थित से धीरे धीरे पुणी मुंड टेकुच पुणी उठा चेष्टा कर पुनरुत्थित हो ज्योति और शक्तिर परम उच्च दिगरे ताहार मस्तक उत्तोलन करुच्ची से जो अतीतर आध्यात्मिक शक्ति भगवत शक्ति ये आउ थे उत्थित हो कौ दिगरे ज्योति और शक्तिर परम उच्च दिगरे सर्वोत्तम दिगरे ज्योति और शक्तिर सर्वोत्तम उच्च दिगरे तार मस्तक उत्तोलन कर धीरे धीरे मुंड उठा एवं ताहार सनातन धर्मर संपूर्ण अर्थ और बृहत्तर स्वरूप को आविष्कार करने निमित्त प्रवृत्त हो भारतवर्ष यह ही बर्तमान तार कार्य कौन कर सनातन धर्मर आम सनातन धर्म को साधारण भाव हिंदू हिंदू नुह समग्र सनातन धर्म माने समस्ते सब भर आस हिंदू तो निश्चय से कहुए हिंदू धर्मर कि प्रवक्त बा प्रतिष्ठाता कहीं ना प्रतिष्ठा स्वयं भगवान आरंभ हिंदू धर्म अच्छे संसार सनातन धर्म को
ସନାତନ ଧର୍ମର ସମ୍ପୂର୍ଣ୍ଣ ଅର୍ଥ ଓ ବୃହତ୍ତର ସ୍ୱରୂପକୁ ତାର ଅର୍ଥ ଯାହା ତାର ସ୍ୱରୂପ ଯାହା ତାକୁ ଆବିଷ୍କାର କରିବା ନିମିତ୍ତ ଭାରତବର୍ଷ ପ୍ରବୃତ୍ତ ହେଉଛି ଚେଷ୍ଟା ଚଲେଇଛି। ପ୍ରବୃତ୍ତ ହେଉଛି ଭାରତବର୍ଷ। ବାଣୀ ସରିଲା ସେମାନଙ୍କର। କେବଳ ଭାରତର ଗୌରବ ଅତୀତରେ ଥିଲା ଏବଂ ବହୁ ଋଷି ଆଚାର୍ଯ୍ୟ ଓ ସନ୍ଥଗଣ ଜନ୍ମଗ୍ରହଣ କରି ସମଗ୍ର ପୃଥିବୀରେ ଆଲୋକ ବିସ୍ତାର କରିଥିଲେ। ଆଉ ବର୍ତ୍ତମାନ ବା ଭବିଷ୍ୟତରେ ଏପରି ବ୍ୟକ୍ତି ଏ ଦେଶରେ ଜନ୍ମଗ୍ରହଣ କରିବେ ନାହିଁ, ଏହା ମଧ୍ୟ ଭୁଲ। ଆମେ ଯେତେବେଳେ ଅତୀତର ମୁନି ଋଷିଙ୍କୁ ଉଦାହରଣ ଦେଉ, କଥାକେ ଉଦାହରଣ ଦେଉ, ଧ୍ରୁବ ପ୍ରହ୍ଲାଦଙ୍କୁ ଉଦାହରଣ ଦେଉ, କେତେ ମୁନି ଋଷିଙ୍କୁ ଉଦାହରଣ ଦେଉ। ବଶିଷ୍ଠ ବିଶ୍ୱାମିତ୍ରଠୁ ଆରମ୍ଭ କରି ଦଶରଥ, ଜନକ, ମହା ଋଷି ପଣ୍ଡିତ ଥିଲେ ସେତେବେଳେ। ତାଙ୍କର ସବୁ ଆହୁରି କେତେ ଋଷିମାନେ ଥିଲେ। ବ୍ୟାସ, କାଳିଦାସ, ବାଲ୍ମୀକି, ଏମାନେ ସବୁ ଅତୀତର ବହୁତ ଗୌରବମୟ ଅତୀତର ସେମାନେ ସବୁ ହେଉଛନ୍ତି ସ୍ରଷ୍ଟା। ତ ସେଇମାନେ ଥିଲେ, ଆସିଥିଲେ ଏବଂ ଭାରତବର୍ଷକୁ ଏଇଭଳି ଅବସ୍ଥାକୁ ଆଣି ଛାଡ଼ି ତ ଆଉ ଆସିବେନି। କ'ଣ ଆମେ ଭାବୁଛୁ ଆଉ ଆସିବେନି? ଏବେ ନାହାନ୍ତି ଆଉ ଭବିଷ୍ୟତରେ ଆସିବେନି। ଏଇଟା ସମ୍ପୂର୍ଣ୍ଣ ଭୁଲ। ଏବେ ମଧ୍ୟ ସେଇ ମନୀଷୀମାନେ ଅଛନ୍ତି। ଏବେ ମଧ୍ୟ ସେଇ ମନୀଷୀମାନେ, ସେଇଭଳି ମନୀଷୀମାନେ, ଆହୁରି ମନୀ ଋଷିମାନେ ଅଛନ୍ତି। କିନ୍ତୁ ସେଇ ହୁଏତ ଯେଉଁ ମନୀଷୀଙ୍କୁ ଆମେ କହୁଛୁ, ସେତେବେଳେ ଋଷିମୁନିମାନେ ନିଶ୍ଚୟ ଦାଢ଼ି ରଖୁଥିଲେ, ନିଶ୍ଚୟ ଗୋଟେ କ'ଣ ଗେରୁ ବସ୍ତ୍ର ପିନ୍ଧୁଥିଲେ, ତପସ୍ୟା କରୁଥିଲେ, ଧ୍ୟାନ କରୁଥିଲେ। ଇଏ ହୁଏତ ସେଇ ପ୍ରକାରର ବାହ୍ୟ ସ୍ତରରେ ଦେଖିବାକୁ ନ ହେଇପାରନ୍ତି, କିନ୍ତୁ ମୁନି ଋଷି ଯେଉଁମାନେ ତପସ୍ୟା କରୁଛନ୍ତି ଏବେ ବି, ଏଇ ତପସ୍ୟା ଗିରି ଗୁହାରେ ନୁହଁ, ନିଜ କାର୍ଯ୍ୟଶାଳାରେ, ନିଜର ଆଧ୍ୟାତ୍ମିକ କାର୍ଯ୍ୟ ଭିତରେ, ଏକ ଆଧ୍ୟାତ୍ମିକ ଧାରାରେ ନିଜର ଜୀବନ ବଞ୍ଚିବାଠୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟରେ ସମ୍ପୃକ୍ତ ଥାଇ ଏଭଳି ଅନେକ ତଥାପି ଅଛନ୍ତି ଏବଂ ଭବିଷ୍ୟତରେ ଆହୁରି ମଧ୍ୟ ବହୁତ ଆସିବେ, ଏଥିରେ କୌଣସି ସନ୍ଦେହ ନାହିଁ। ଏ ସମ୍ବନ୍ଧରେ ଶ୍ରୀ ଅରବିନ୍ଦଙ୍କ ପ୍ରତିଶ୍ରୁତିମୂଳକ ଘୋଷଣା ଅତ୍ୟନ୍ତ ପ୍ରେରଣାଦାୟକ। ଏ ସମ୍ପର୍କରେ ମଧ୍ୟ ଶ୍ରୀ ଅରବିନ୍ଦ ବହୁତ ଚମତ୍କାର ଭାବରେ ଘୋଷଣା କରିଛନ୍ତି। କ'ଣ ଶ୍ରୀ ଅରବିନ୍ଦ କହିଛନ୍ତି? ଅନେକ ବ୍ୟକ୍ତି ଏହି ମହାନ ଓ ପ୍ରାଚୀନ ଜାତିର ଅତୀତ ଗୌରବ ନିମିତ୍ତ କ୍ଷେଦୋକ୍ତି ପ୍ରକାଶ କରି କହନ୍ତି, ଯେପରି ପ୍ରାଚୀନ ଋଷିଗଣ ଚିନ୍ତାଧାରା ଓ ସଭ୍ୟତାରେ ପ୍ରଣୋଦିତ ସ୍ରଷ୍ଟାଗଣ ଆମମାନଙ୍କ ଅତୀତ ବୀରଯୁଗର ଅଲୌକିକ ସୃଷ୍ଟି ଥିଲେ, ସେହିପରି ବର୍ତ୍ତମାନ ଦୁଃଖମୟ କାଳରେ ଓ ଅଧପତିତ ଜାତି ମଧ୍ୟରେ ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ। এইଭଳି ଏକ ଅତ୍ୟନ୍ତ କ'ଣ ନକାରାତ୍ମକ କଥା କହନ୍ତି। ଅନେକ ବ୍ୟକ୍ତି ଏହି ମହାନ ଓ ପ୍ରାଚୀନ ଜାତିର ଅତୀତ ଗୌରବ ନିମିତ୍ତ କ୍ଷେଦୋକ୍ତି ପ୍ରକାଶ କରି କହନ୍ତି, ଯେପରି ପ୍ରାଚୀନ ଋଷିଗଣ ଚିନ୍ତାଧାରା ଓ ସଭ୍ୟତାରେ ପ୍ରଣୋଦିତ ସ୍ରଷ୍ଟାଗଣ, ପ୍ରାଚୀନ ଋଷିଗଣଙ୍କ ଚିନ୍ତାଧାରା ଓ ସଭ୍ୟତାରେ ପ୍ରଣୋଦିତ ସ୍ରଷ୍ଟାଗଣ ଆମ୍ଭମାନଙ୍କ ଅତୀତ ବୀରଯୁଗର ଅଲୌକିକ ସୃଷ୍ଟି ଥିଲେ, ସେହିପରି ବର୍ତ୍ତମାନ ଦୁଃଖମୟ କାଳରେ ଅଧପତିତ ଜାତି ମଧ୍ୟରେ ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ। ସତ୍ୟ ଯୁଗ ଥିଲା, ମନୁଷ୍ୟ ଆସିବା ସମ୍ଭବ ଥିଲା, ଆଉ ସେମାନେ କ'ଣ ଆସିବେ? ଆଉ ସେଇଭଳି ମୁନି ଋଷି ଆସିବା ସମ୍ଭବ ନାହିଁ। ଅନେକ କ୍ଷେଦୋକ୍ତି ପ୍ରକାଶ କରନ୍ତି, ଅନେକ ଦୁଃଖ ବା ବେଦନା ପ୍ରକାଶ କରନ୍ତି ଯେ ନାଇଁ, ସେ ସମ୍ଭବ ନୁହେଁ। ସେତେବେଳେ ଆସିଥିଲେ ସିନା। ପ୍ରଭୁ କହୁଛନ୍ତି ଏହା ଏକ ଭ୍ରମ ଧାରଣା, ଅର୍ଥାତ୍ ସେତେବେଳେ ମୁନି ଋଷିମାନେ ଆସିଥିଲେ, ଆଉ ଆସିବେନି ଭବିଷ୍ୟତରେ। ଆଉ ଯେଉଁମାନେ ଅଛନ୍ତି ସେମାନେ ସବୁ କିଏ? ସେ ଯିଏ ହୁଅନ୍ତୁ ମୁନି ଋଷି ହେଇଥିବେ, ସେ ସବୁ ପ୍ରଫେସର କିମ୍ବା ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ସେ ସବୁ IAS ଅଫିସର, ସେ ପୋଲିସ ଅଫିସର, ସେ ଫରେଷ୍ଟ ଅଫିସର, ଏଇସବୁ ନା। ଆଉ ଯିଏ ସ୍କୁଲ ଶିକ୍ଷକ ସବୁ ଅଛନ୍ତି, ଆଉ ସବୁ ଚାଷୀ ମାଳି ଏସବୁ କାମ କରୁଛନ୍ତି, ଏମାନେ ସବୁ ମୁନି ଋଷି କାହାନ୍ତି? ଜଣେ ଲୋକ ଅନେକ ପ୍ରକାର କାର୍ଯ୍ୟ କରୁଛନ୍ତି। ଏବେ ସବୁ ଆମେ ଦେଖୁଛୁ କ'ଣ, ଆଗେ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ, ଭାରତ ରତ୍ନ ଇତ୍ୟାଦି କାହାକୁ ସବୁ ଦିଆହେଉଥିଲେ, ଏବେ ସବୁ କାହାକୁ ଦିଆହେଉଛି? ଜଣେ କେହି କେତେ ହଜାର
ବୃକ୍ଷରୋପଣ କରିଛନ୍ତି, କେତେ ହଜାର ନା କେତେ ଲକ୍ଷ ବୃକ୍ଷରୋପଣ କରିଛନ୍ତି, ତାଙ୍କୁ ପଦ୍ମଶ୍ରୀ ଦିଆହେଇଛି। କଟକ ସହରରେ ଜଣେ ବ୍ୟକ୍ତି ଥିଲେ, ସେ ତାଙ୍କର ଶରୀର ତ୍ୟାଗ କରିସାରିଲେଣି। ସେ ଗୋଟେ ଛୋଟ ଚା ଦୋକାନ କରିଥିଲେ ଏବଂ ଚା ଦୋକାନରେ ଯେତିକି ରୋଜଗାର କରୁଥିଲେ ସେ ରୋଜଗାରରେ ସେ ପିଲାମାନଙ୍କୁ ପଢ଼ଉଥିଲେ ମାଗଣାରେ। ପିଲାମାନେ ତାଙ୍କ ପାଖରେ ଆସୁଥିଲେ, ପଢ଼ଉଥିଲେ ଏବଂ ଯେତେବେଳେ ପ୍ରଧାନମନ୍ତ୍ରୀ ଆସିଲେ ତାଙ୍କୁ ଡାକି ତାଙ୍କ ସାଙ୍ଗେ ଇଣ୍ଟରଭ୍ୟୁ କଲେ, ତା ସାଙ୍ଗେ କଥାବାର୍ତ୍ତା ହେଲେ। ପ୍ରଧାନମନ୍ତ୍ରୀ ବହୁତ ଖୁସି ହେଲେ ଏବଂ ତାଙ୍କୁ ଦିଆହେଇଥିଲା ପଦ୍ମଶ୍ରୀ ଉପାଧି। ମୁନି ଋଷି ଆଉ କିଏ? এইଭଳି ନୂଆ ନୂଆ ପ୍ରକାର ଯେ କାର୍ଯ୍ୟ, ଆହୁରି ଆଧ୍ୟାତ୍ମିକ ଧାରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ଆଧ୍ୟାତ୍ମିକ ଧାରାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ ଅନେକ ଅଛନ୍ତି, ଅନେକ ଅଛନ୍ତି। ହୁଏତ ବାହାର ସ୍ୱରୂପରୁ ତମେ ମୁନି ଋଷି ବୋଲି ଚିହ୍ନିବା ସମ୍ଭବ ନ ହେଇପାରେ, କିନ୍ତୁ ଆହୁରି ଅନେକ ପ୍ରକାରର ଆଧ୍ୟାତ୍ମବାଦୀ କର୍ମୀ ଅଛନ୍ତି ସଂସାରରେ। କେବଳ ଥରେ ନୁହେଁ, ଶ୍ରୀ ଅରବିନ୍ଦ କିନ୍ତୁ ଜୋରରେ କହୁଛନ୍ତି, ଥରେ ନୁହଁ 3 ଥର କୁହାଯାଇପାରେ। ଥ୍ରାଇସ୍ ବୋଲି କହୁଛନ୍ତି, ନଟ୍ ୱାନ୍, ଥରେ ବି ନୁହଁ 3 ଥର କୁହାଯାଇପାରେ। ଆମମାନଙ୍କ ଦେଶ, ସମାଜ, ଧର୍ମ ଚିନ୍ତନ ଏବଂ ଆମମାନଙ୍କ ଶକ୍ତି ଓ ମହାନତା, ପବିତ୍ରତା ବିଶେଷ ଭାବେ ମେଘାଚ୍ଛନ୍ନ ହୋଇପାରେ, କିନ୍ତୁ କଦାପି ଏପରିକି ଏକ ମୁହୂର୍ତ୍ତ ସକାଶେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇପାରିବ ନାହିଁ। ଭାରତବର୍ଷର ତାର ଯେଉଁ ସାମର୍ଥ୍ୟ ମେଘାଚ୍ଛନ୍ନ ହେଇପାରେ, ହୁଏତ ଡିପ୍ କ୍ଲାଉଡ୍ ଯାହା କହନ୍ତି, ଗଭୀର ଭାବରେ ମେଘାଚ୍ଛନ୍ନ ହେଇଯାଇପାରେ କିଛି ସମୟ ପାଇଁ, କିନ୍ତୁ ଧ୍ୱଂସ ହେବନି, ମୁହୂର୍ତ୍ତକ ପାଇଁ ମଧ୍ୟ ଧ୍ୱଂସ ହେଇପାରିବନି। କହିଲେ ଏଇଟା ତ 3 ଥର ଶୁଣିନିଅ, ଥରେ ନୁହଁ 3 ଥର କୁହାଯାଇପାରେ ଯେ ଆମମାନଙ୍କ ଦେଶ, ସମାଜ ଓ ଧର୍ମ ଚିନ୍ତନ, ଏଇଟା ଭାରତବର୍ଷ ଯେଉଁ ସ୍ୱଭାବ, ଯେଉଁଟା ଦେଶ, ସମାଜ, ଧର୍ମ ଚିନ୍ତନ ଏବଂ ଆମମାନଙ୍କ ଶକ୍ତି ଓ ମହାନତା, ଭାରତବର୍ଷର ପବିତ୍ରତା ବିଶେଷ ଭାବେ ମେଘାଚ୍ଛନ୍ନ ହୋଇପାରେ, କିନ୍ତୁ କଦାପି ଏପରିକି ଏକ ମୁହୂର୍ତ୍ତ ସକାଶେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇପାରିବ ନାହିଁ। ଅନେକ ସମୟରେ ବିଦେଶୀ ଆକ୍ରମଣ ଯୋଗୁଁ କିଛିଟା ସେତେବେଳେ ଦବି ଯାଇଛି, ବିଭିନ୍ନ ସମୟରେ ବିଭିନ୍ନ କାରଣରେ ଦବି ଯାଇଛି, କିନ୍ତୁ ପୁଣି ଉଠି ଠିଆ ହେଇଛି। ତେଣୁ ତାକୁ ତମେ କେବେ ବି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିପାରିବନି। ଅନ୍ୟାନ୍ୟ ଦେଶ ପାଇଁ ଏକଥା କୁହାଯାଇପାରିବ ନାହିଁ, କିନ୍ତୁ ଭାରତବର୍ଷ ଯେତେବେଳେ ସ୍ୱୟଂ ଭଗବାନଙ୍କର ନିର୍ବାଚିତ ଭୂମି, ଭଗବାନଙ୍କ ନିର୍ବାଚିତ ଭୂମି ହେଲା ଭାରତବର୍ଷ, ତାକୁ ମୁହୂର୍ତ୍ତକ ପାଇଁ ମଧ୍ୟ କେହି ଧ୍ୱଂସ କରିପାରିବେ। ବୀର, ଋଷି, ସାଧୁ, ସନ୍ଥଗଣ ଆମମାନଙ୍କର ଭାରତ ଭୂମିର ସ୍ୱାଭାବିକ ସୃଷ୍ଟି। ଏଇଟା ସ୍ୱାଭାବିକ ସୃଷ୍ଟି, ମାନେ ଏ ସ୍ୱତଃସ୍ଫୂର୍ତ୍ତ ଆସିବେ, ନିଶ୍ଚୟ ଆସିବେ। ଭାରତବର୍ଷ ହିଁ ସେମାନଙ୍କ ପାଇଁ ପ୍ରସ୍ତୁତ, ସେଇମାନେ ଭାରତବର୍ଷର ହିଁ। ତେଣୁ ବୀର, ଋଷି, ସାଧୁ, ସନ୍ଥ ଏମାନେ ଭାରତ ଭୂମିର ସ୍ୱାଭାବିକ ସୃଷ୍ଟି। ଏପରି କୌଣସି ଯୁଗ ନାହିଁ ଯେତେବେଳେ ସେମାନେ ଏ ଦେଶରେ ଜନ୍ମ ହୋଇନାହାନ୍ତି, କୌଣସି ଯୁଗ ନାହିଁ ଯେତେବେଳେ କି ଏଇ ଋଷି, ସାଧୁ, ସନ୍ଥଗଣ ଜନ୍ମ ହୋଇନାହାନ୍ତି। ହେବେ ନାହିଁ କେମିତି, ଆସିବେନି କେମିତି? ଏବେ ବି ଅଛନ୍ତି, ଭବିଷ୍ୟତରେ ବି ଆସିବେ। ଏ ଦେଶର ମହାନ ଓ ପବିତ୍ର ପରମ୍ପରା ଏବେ ବି ଅବ୍ୟାହତ ରହିଛି। ଦେଶର ହୃଦୟ କନ୍ଦରରେ ସେହି ଶାଶ୍ୱତ ଓ ଶୁଭ୍ର ଅକ୍ଷୟ ସମ୍ପଦ ବିଦ୍ୟମାନ। ଏବେ ବି ଅନ୍ୟ ଦିନ ଆମେ କହୁଥିଲୁ, ରାସ୍ତାରେ ଯାଉଥିବା ମାଉସୀଟିଏ, ବୟସ୍କା ଭଦ୍ରମହିଳା ଯାଉଥିବ, ତାଙ୍କୁ ଖାଲି ପଚାରିଦେବ, ମାଉସୀ କ'ଣ କେମିତି ଅଛ? ନା ଭଗବାନଙ୍କ କୃପାରୁ ବାପା ଭଲ ଅଛି, ଭଗବାନଙ୍କ କୃପାରୁ ବାପା ମୋ ସଂସାର ଚାଲିଯାଉଛି। ଏଇଟା ତାକୁ କିଏ କହିଛି, ଟ୍ରେନିଂ ଦେଇଛି କହିବୁ ଭଗବାନଙ୍କ କୃପାରୁ ବୋଲି? ଆମ ରକ୍ତରେ ଅଛି, ଭାରତବର୍ଷର ବ୍ୟକ୍ତିମାନଙ୍କ ରକ୍ତରେ ଅଛି ଭଗବାନ ପ୍ରତି ବିଶ୍ୱାସ ଏବଂ ଭଗବାନ ପ୍ରତି ନିର୍ଭରତା। ଏଇଟା ସ୍ୱାଭାବିକ ଭାରତବର୍ଷରେ। ଏବେ ବି ସେ ମହାନ ଓ ପବିତ୍ର ପରମ୍ପରା ଅବ୍ୟାହତ ରହିଛି। ଦେଶର ହୃଦୟ କନ୍ଦରରେ ସେହି ଶାଶ୍ୱତ ଶୁଭ୍ର ଅକ୍ଷୟ ସମ୍ପଦ ବିଦ୍ୟମାନ, ମାତ୍ର ବାହ୍ୟ ପ୍ରକାଶ ଏହାର ଘୋର ବ୍ୟତିକ୍ରମ ଘଟିଛି।
ହୃଦୟ କନ୍ଦରରେ ଭାରତବର୍ଷ ଏସବୁ ଅଛି। ବାହ୍ୟ ପ୍ରକାଶ ଘଟି ପାରୁନାହିଁ। ବାହ୍ୟ ପ୍ରକାଶ ଅନ୍ୟାନ୍ୟ ଅନେକ ପ୍ରକାର ପ୍ରଭାବରେ ଭାରତବର୍ଷ ରହିଛି, ଯେଉଁଥିପାଇଁ ବାହ୍ୟ ପ୍ରକାଶରେ ବହୁତ ବଡ଼ ବ୍ୟତିକ୍ରମ ଘଟୁଛି। ଏକଥା ସତ୍ୟ ଯେ ପ୍ରଗତିର ଧାରା ସରଳ ରେଖାରେ ନ ହୋଇ ବର୍ତ୍ତୁଳାକାରରେ ହୁଏ। ଏଇଟା ଶାସ୍ତ୍ରରେ ଅଛି ଆମର, ଯେ କୌଣସି ପ୍ରଗତି ସିଧାସଳଖ ହେବନି, ବର୍ତ୍ତୁଳାକାରରେ ବଙ୍କେଇ ବାଙ୍କେଇ ଯିବ, ବର୍ତ୍ତୁଳାକାର। ତେଣୁ ଅପ୍ ଆଣ୍ଡ ଡାଉନ୍ ହେବ। ଅପ୍ ଆଣ୍ଡ ଡାଉନ୍ ହେଲେ ମଧ୍ୟ ତାହା ପ୍ରଗତି। ଅପ୍ ଆଣ୍ଡ ଡାଉନ୍ ହେଲେ ମଧ୍ୟ ପ୍ରଗତି କେମିତି ନା, ଧରନ୍ତୁ ଆପଣ ଗୋଟେ ପାହାଡ଼ ଶିଖର ଚଢ଼ୁଛନ୍ତି, ପୁଣି ଓହ୍ଲେଇବେ, ଗୋଟେ ଅପ୍ ଆଣ୍ଡ ଡାଉନ୍ ହେଲା, କିନ୍ତୁ ଅଲ୍ଟିମେଟଲି ଆପଣଙ୍କର ଅଗ୍ରଗତି ହେଲା, ପାହାଡ଼ଟାକୁ କ୍ରସ୍ କଲେ। ତେଣୁ ଯେତେ ଅପ୍ ଆଣ୍ଡ ଡାଉନ୍ ହଉ, ଯେତେ ଦେଖାଯାଉ ନ ଯାଉ ସୁବିଧା ଅସୁବିଧା, ବର୍ତ୍ତୁଳାକାରରେ ହଉ ପଛେ, ତଥାପି ଅଗ୍ରଗତି ହେବ ହିଁ ହେବ, ପ୍ରଗତି ହେବ। ସେଥିପାଇଁ ସମ୍ପ୍ରତି ଯେଉଁ ଅନ୍ଧକାର ଅବିଦ୍ୟା ଦେଶକୁ ଗ୍ରାସ କରିଛି, ତାର ବିଲୟ ହେବ ହିଁ ହେବ। ତେଣୁ ଯେଉଁ ଅନ୍ଧକାର ଶକ୍ତିରେ ବର୍ତ୍ତମାନ ଦେଶ ପୀଡ଼ିତ ଅଛି, ଯେଉଁ ଅନ୍ଧକାର ଶକ୍ତି ଦେଶକୁ ଗ୍ରାସ କରିଛି, ସେ ଅନ୍ଧକାର ଶକ୍ତି ରହିବ ନାହିଁ ଚିରଦିନ, କେବେ ବି ରହିବ ନାହିଁ, ତାହା ବିଲୀନ ହେବ, ନିଶ୍ଚୟ ବିଲୀନ ହେଇଯିବ। ଦେଶର କିଛି ବ୍ୟକ୍ତି ମହାନ ସତ୍ୟର ବିଜୟ ନିମିତ୍ତ ନିଜକୁ ଉତ୍ସର୍ଗ କରିବେ ଏବଂ ଏହି ଘୋର କଳି ପରେ ପୁନଃ ସତ୍ୟ ଯୁଗକୁ ସ୍ଥାପନ କରିବେ। କଳିଯୁଗ ଚାଲିଛି ବୋଲି କୁହାହଉଛି ତ, ସତ୍ୟ ଯୁଗ ଆସିବ ହିଁ ଆସିବ। କିଛି ବ୍ୟକ୍ତି ନିଶ୍ଚୟ ଭୂମିକାରେ ରହିବେ, ଦାୟିତ୍ୱରେ ରହିବେ ଏବଂ କଳିଯୁଗକୁ ଅନ୍ତ କରି ପୁଣି ସତ୍ୟ ଯୁଗ ପ୍ରତିଷ୍ଠା କରିବାର ଚେଷ୍ଟା କରିବେ। ଶ୍ରୀ ଅରବିନ୍ଦଙ୍କ ସେହି ଅମର ବାଣୀକୁ ସ୍ମରଣ କରି ଆମମାନଙ୍କୁ ଅଗ୍ରସର ହେବାକୁ ହେବ। ପୁଣି ଗୋଟେ ବାଣୀ ଶୁଣିବ, କ'ଣ ବାଣୀ? ଭାରତର ନବଜନ୍ମ ଓ ନବଜାଗରଣ ଆଗାମୀକାଲିର ସୂର୍ଯ୍ୟୋଦୟ ପରେ ସୁନିଶ୍ଚିତ। ଭାରତର ନବଜନ୍ମ ଓ ନବଜାଗରଣ ଆଗାମୀକାଲିର ସୂର୍ଯ୍ୟୋଦୟ ପରେ ସୁନିଶ୍ଚିତ। ଭାରତ ଉଠିବ, ନିଶ୍ଚୟ ଉଠିବ, ସୂର୍ଯ୍ୟୋଦୟ ଯେମିତି ନିଶ୍ଚିତ ସେମିତି ସୁନିଶ୍ଚିତ। ଏବଂ ଏହି ବିରାଟ ଦେଶର ଜନତା ଯେଉଁମାନଙ୍କର ରହିଛି, ଏହି ବିରାଟ ଦେଶର ଜନତା ଯେଉଁମାନଙ୍କର ରହିଛି ଏକ ଅସାଧାରଣ ମତିଗତି, ଜୀବନରେ ଏକ ଅତୁଳନୀୟ ଐତିହ୍ୟ, ଏକ ଶକ୍ତିଶାଳୀ ବୁଦ୍ଧିମତ୍ତା ଏବଂ ଯେଉଁ ଦେଶରେ ରହିଛି ପ୍ରଚ୍ଛନ୍ନ ଶକ୍ତି ବିଶେଷ ବିରାଟ ଜନତା, ଏ ସମସ୍ତଙ୍କୁ ସ୍ୱତନ୍ତ୍ରତା ହେଉଛି ଭାରତବର୍ଷ। ଏ ଯେଉଁ ବିରାଟ ଜନତା ଅଛନ୍ତି, ଶକ୍ତିଶାଳୀ ବୁଦ୍ଧିମତ୍ତା ଅଛି, ଅସାଧାରଣ ମତିଗତି ଥାଇ ଏ ଲୋକମାନେ ସବୁ ଯେଉଁ ଅଛନ୍ତି ଦେଶର ଜନତା, ତାର ନବଜନ୍ମ ଆଧୁନିକ ଜଗତରେ ଏକ ଅତ୍ୟାଶ୍ଚର୍ଯ୍ୟମୟ ଘଟଣା ହେବା ଅବଶ୍ୟମ୍ଭାବୀ। ଆଧୁନିକ ଜଗତର ଏକ ଅତ୍ୟାଶ୍ଚର୍ଯ୍ୟମୟ ଘଟଣା ହେବା ଅବଶ୍ୟମ୍ଭାବୀ। ଏବେ ବି ଆପଣ ଯଦି ଦେଖିବେ, ଭାରତବର୍ଷରୁ ଭ୍ୟାକ୍ସିନ୍ ଗଲା ବିଦେଶରେ କେତେ ଦେଶକୁ, ଭାରତବର୍ଷରୁ ବିଦେଶରେ ଯେତେ ଟପ୍ କମ୍ପ୍ୟୁଟର ଟେକ୍ନୋଲୋଜି ପର୍ସନ୍ ସବୁ ଟେକ୍ନିସିଆନ୍ ଯେତେ ଅଛନ୍ତି, ଡକ୍ଟର୍ସ, ଇଞ୍ଜିନିୟର୍ସ, ସମସ୍ତେ ମୋଷ୍ଟ ଅଫ୍ ଦେମ୍ ଆର୍ ଇଣ୍ଡିଆନ୍। ଯଦି କୌଣସି କାରଣରୁ କୌଣସି ଗୋଟେ ଘଟଣା ଯଦି ଘଟେ, ସବୁ ଇଣ୍ଡିଆନ୍ ମାନେ ଭାରତ ବାହାରେ ଯେଉଁମାନେ ଅଛନ୍ତି ତାଙ୍କୁ କହିଦିଆଯିବ ସମସ୍ତ ଦେଶକୁ ଫେରିଆସ, ସବୁଆଡ଼େ ଅନ୍ଧାର ହେଇଯିବ, ସବୁଆଡ଼େ ଅନ୍ଧାର ହେଇଯିବ। ସମଗ୍ର ବିଶ୍ୱକୁ ପରିଚାଳିତ କରୁଛି ଭାରତ, ସମଗ୍ର ବିଶ୍ୱକୁ ବିଭିନ୍ନ ମାର୍ଗରେ ବିଭିନ୍ନ ବାଟରେ। ଇଏ ହେଉଛି ଭାରତବର୍ଷର ସାମର୍ଥ୍ୟ ଏବଂ ଧୀରେ ଧୀରେ ଏବଂ ଭାରତବର୍ଷର ନିଜର ବର୍ତ୍ତମାନ ଯାହା ଅବସ୍ଥା, ଧୀରେ ଧୀରେ ସେଥିରୁ ସେ ଉତ୍ତୀର୍ଣ୍ଣ ହେବ ଏବଂ କଳି ପରେ ନିଶ୍ଚୟ ସତ୍ୟଯୁଗ ପ୍ରତିଷ୍ଠା ହେବ। ଏକୁ ହିଁ ସମସ୍ତେ ଅତ୍ୟାଶ୍ଚର୍ଯ୍ୟମୟ କହିବେ, ଭାରତବର୍ଷ ଏ ଗରିବମାନଙ୍କ ଦେଶ। ମୁଁ ଥରେ ଶର୍ମାଜୀଙ୍କର ଗୋଟେ ଉଦାହରଣ ଦେଉଥିଲି, ଆମ ପାଠ୍ୟକ୍ରମରେ ଦେଇଛି ନା ମୋର ମନେ ନାହିଁ, ଏଇ ପାଠ୍ୟକ୍ରମରେ ଶର୍ମାଜୀ, ଛୋଟନାରାୟଣ ଶର୍ମା ଥରେ କହିଲେ, ସେ ଆମେରିକା ଯାଇଥିଲେ, ଆମେରିକାରେ ଜଣେ ସାହାବ ସେଠିକାର, ସେ କହିଲା, ଶର୍ମାଜୀ ମୋତେ ଭାରତବର୍ଷରେ ଗଲେ ଭାରି ଦୁଃଖ ଲାଗେ। ଶର୍ମାଜୀ କହିଲେ, କ'ଣ ଆଜ୍ଞା, କ'ଣ ପାଇଁ ଦୁଃଖ ଲାଗେ? ମୁଁ କଲିକତା ଗଲି, ଦେଖିଲି ସେ ନାଳ କଳରେ, ନାଳ ଯେଉଁ ପଡ଼ିଛି, ମଇଳା ପାଣି ଚାକଳରେ ସବୁ ଲୋକମାନେ ସେମିତି ଫୁଙ୍ଗୁଳା ଝିଅରେ ଛୁଆ ସେମିତି ସବୁ ଶୋଇଛନ୍ତି। ଆଉ ସେଇ ଜାଗାରେ ଦେଖିବା ମୋତେ ଭାରି ଦୁଃଖ ଲାଗିଲା। ଶର୍ମାଜୀ ତାଙ୍କୁ କହିଲେ, ଭାଇ, ଆପଣ ଭାରତବର୍ଷ ଦେଖି ଆସିଲେ ଲୋକମାନେ ମଇଳା ନାଳ କୂଳରେ ଶୋଇଛନ୍ତି ଏବଂ ଆରାମରେ ଶୋଇଛନ୍ତି, ଆନନ୍ଦରେ ଶୋଇଛନ୍ତି।
एठी आपण अमेरिका रे 5 स्टार होटल रे डनलपिलो गदी रे एयर कंडीशन रूम रे स्लीपिंग पिल्स खाई मध्य निद हो नहीं किए बड़ लोग से बड़ लोग ना आपण बड़ लोग क्या आपण बड़ लोग कह यही उदाहरण आम कहबुनि चल सब जो नालकूल शोचन सब गुड़ाक बहुत बढ़िया ता नुह किंतु विदेश में जो चिंताधारा से चिंताधारार संपूर्ण विपरीत भारत वर्षर यही अवस्था यही धारा को बुझा मुस्किल एटी लोक मैंने किसी न आनंद रही पारे एटी भारत वर्ष किसी भी नथिबो किंतु तथापि आनंद रही पारि कारण यह हूँ ऐतिह्य भाव आमर परंपरा ऐतिह्य शेष है यह आर्टिकलटा शेष है पुणी आसंता काली पढ़ा 1981 नवेम्बर मासर आर्टिकल भगवत सेवकर प्रार्थना विघ्न विनाशन हे भगवान जय हो तुम आम मान अंतरे किसी जपरी तुम कार्य विघ्न न घटाए किसी जपरी तुम आविर्भाव विलंब न घटाए सकल विषय सकल मुहूर्त पूर्ण हो तुम इच्छा तुम सम्मुखें छिड़ा आम मैंने तुम इच्छा ही आम मान मध्य आम मान सत्तार प्रत्येक अंगरे प्रत्येक कर्म उच्चतम चुबड़ू तुच्छतम प्रत्येक कोषे पूर्ण हो तुम ठारे आम मान निष्ठा हुए जपरी सर्वांगीन चिरंतन आम मैंने अन्य सबकि परिहार कर चाहूँ संपूर्ण रूपे तुम प्रभाव अधीन रही आम मैंने केवे जेपरी न भूलु तुम निकट में गभीर भाव निबिड़ भाव कृतज्ञ ही रही प्रति मुहूर्त तुम्हें आम मान को जो अपरूप संपद सब दान कर जाऊँ से सबूर किसी जपरी आम मैंने अपचय न कर आम मान प्रत्येक अंग जपरी तुम कार्य सहचर हो से सब जपरी प्रस्तुत तुम सिद्धि परम सिद्धिकर्ता हे भगवान जय हो तुम विजय दियो आम मान ज्वलंत सक्रिय चरम अटल विश्व In the name of the mother, for the sake of the mother, by the power of the mother, with the strength of the mother, to all adverse, harmful, being or force, I order to quit this place at once and forever.